ଆଗକୁ ଆସୁଅଛି ମହାଶିବରାତ୍ରି ଜାଗର ଯାତ୍ରା। ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବା ବାଲୁଙ୍ଗେଶ୍ୱରଙ୍କର ମନ୍ଦିରରେ ମହାକାଳେଶ୍ୱର ବେଶ ହେବ। ଏହି ବେଶରେ ବାଉଁଶ ନିର୍ମିତ ଫୁଲରେ ଆଚ୍ଛାଦିତ 4 ଫୁଟରୁ ଉର୍ଦ୍ଧ୍ୱ ମହାଶିବଲିଙ୍ଗ ଭିତରେ ପୂଜା ପାଇବେ। ବାବାଙ୍କର ମହାକାଳେଶ୍ୱର ବେଶ ଭକ୍ତମାନେ ପାଇ ଆଶୀର୍ବାଦ କୃପା ଲାଭ କରିବେ। ମୋର ଗୋଟେ ମାନସିକ ଥିଲା, ଏହି ମାନସିକରେ ଲିଙ୍ଗ ତିଆରି କରି ବାବାଙ୍କ ଠାଇ ସମର୍ପଣ କରାଯିବ। ଏଥିରେ ବିଭିନ୍ନ ପ୍ରକାର ପୁଷ୍ପ ଲାଗି ହେବ, ଯେପରି କେତକୀ, ପଦ୍ମ, ଟରାଟ, ଗୋଲାପ ଫୁଲରେ ଆଚ୍ଛାଦିତ କରାଯିବ। ଆଗାମୀ ମହାଶିବରାତ୍ରି ଦିନ ବାବାଙ୍କୁ ଅର୍ପଣ କରାଯିବ। 15 ଦିନରୁ 20 ଦିନ ପାଖାପାଖି ଲାଗିଲେଣି ଏହି କାର୍ଯ୍ୟରେ, ଆହୁରି 4 ଦିନ ଲାଗିବ। ମୁଁ ଆମ ପୁଅ ପଡ଼ିଶାର ପୁଅଟି, ଆଉ ସେ ଶିବଙ୍କର ଭାରି ଭକ୍ତି, ଆଉ ଶିବ ମୂର୍ତ୍ତିଟିଏ କରୁଛି। ସେ କେମିତି ତାର ମାନସିକ ପୂରଣ କରିବ, ତେବେ ଜାଗର ଦିନ ଲାଗି କରିବ।